ଚାରି ଦିନ ଧରି କୂଅ ଭିତରେ ପଡ଼ି ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିବା ଯୁବକ ଜଣକ ଭାବିନଥିଲା ଯେ ସେ ଆଉ ବଞ୍ଚିବ ବୋଲି। କାହିଁକିନା ସେ କୂଅ ଏମିତି ଏକ ଅଜଣା ଜାଗାରେ ଥିଲା, ନା ସେଠି କେହି ଯାଉଥିଲେ ନା କେହି ତା ଚିତ୍କାର ଶୁଣିପାରୁଥିଲେ। ସେ କୂଅ ଏମିତି ଏକ ଜଙ୍ଗଲ ଭିତରେ ଥିଲା, ସେ କରୁଥିବା ଚିତ୍କାର କେବଳ ତାକୁ ହିଁ ଶୁଣାଯାଇଥିଲା। ସେ ବଞ୍ଚିବାର ଆଶା ଛାଡ଼ି ଦେଇଥିଲା, କାହିଁକିନା ସେ ଜାଣିସାରିଥିଲା ଏହି ଗଭୀର କୂଅ ଭିତରୁ ତାକୁ ଆଉ କେହି ବଞ୍ଚାଇବାକୁ ଆସିବେନି। 4 ଦିନ କାଳ କମ୍ ପାଣି ଭିତରେ ଥିବା ପଙ୍କ କାଦୁରେ ଠିଆ ହୋଇ ଭୋକ ଶୋଷରେ କାହାର ସାହାଯ୍ୟକୁ ଅପେକ୍ଷା କରିଥିବା ଯୁବକର ଡାକ ଶେଷରେ ଭଗବାନ ଶୁଣିଥିଲେ। ଆଉ ଶେଷରେ ଘର ପାଇଁ ଜାଳେଣୀ କାଠ ଆଣିବାକୁ ଯାଇଥିବା ମଣିଷ ସେ ଯୁବକର ଡାକ ଶୁଣିଥିଲା। ହେଲେ ସେ କୂଅ ପାଖକୁ ଯିବାକୁ ସେ ସାହସ କରିନଥିଲା। ସେ ଭାବୁଥିଲା, ଏଠି କିଏ ଚିତ୍କାର କରୁଛି? ଏ ଜଙ୍ଗଲ ଭିତରେ କିଏ ଏମିତି ଚିତ୍କାର କରୁଛି? ଏମିତି ପରିସ୍ଥିତିରେ ଯୁବକ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲା। ଆଉ କାଠ ଆଣିବାକୁ ଯାଇଥିବା ମଣିଷଟା ଭୂତ ବୋଲି ଭାବି ଗାଁ ଆଡ଼କୁ ଦୌଡ଼ିଥିଲା। ଗାଁ ଲୋକଙ୍କୁ ସବୁ କଥା କହିବା ପରେ ଗାଁ ଲୋକ ଆସିଥିଲେ। ଆଉ ତାପରେ ଯାହା ଘଟିଲା ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ଜଙ୍ଗଲ ଭିତରକୁ କାଠ ଆଣିବାକୁ ଯାଇଥିବା ଲୋକଟା ହଠାତ୍ ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଣି ଡରି ଯାଇଥିଲା। ଧୀରେ ଧୀରେ ଶୁଣିଲା ସେ ଜଙ୍ଗଲ ଭିତରେ ଥିବା ଗୋଟେ କୂଅ ଭିତରୁ ଏମିତି ଶବ୍ଦ ଆସୁଛି। ସେ ଚିତ୍କାର ଶୁଣି ଗାଁ ଆଡ଼କୁ ଧାଇଁବାକୁ ଲାଗିଲା। ଆଉ ଗାଁରୁ କିଛି ଲୋକଙ୍କୁ ଡାକି ଆଣିବା ପରେ ଜଣାପଡ଼ିଲା କି ଗୋଟେ ଯୁବକ ସେ କୂଅ ଭିତରେ ପଡ଼ି ଚିତ୍କାର କରି କରି ବଞ୍ଚାଇବାକୁ ଅନୁରୋଧ କରୁଛି। 4 ଦିନ ଧରି ସେହି କୂଅ ଭିତରେ ପଡ଼ି ଅଖିଆ ଅପିଆ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷକୁ ଆଗ ଉପରକୁ ଆଣିବାକୁ ଗାଁ ଲୋକେ ପୋଲିସ ଆଉ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୋଲିସ ଆଉ ଅଗ୍ନିଶମ ବାହିନୀ ପହଞ୍ଚି ସେହି ପରିତ୍ୟକ୍ତ କୂଅରୁ ସେହି ଯୁବକକୁ ଉଦ୍ଧାର କରିବା ପରେ ସେ ଯୁବକ ଯାହା ବଖାଣିଥିଲା ସେ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଗତ ରବିବାର ଦିନ 5 ଜଣ ଦୁର୍ବୃତ୍ତ ଏହି ଯୁବକକୁ ଆକ୍ରମଣ କରିଥିଲେ। ଆଉ ସେ ଆକ୍ରମଣରେ ଯୁବକ ଜଣକ ଯେତେବେଳେ ଅଚେତ ହୋଇଯାଇଥିଲେ, ସେମାନେ ଭାବିଥିଲେ ଏ ଯୁବକ ବୋଧେ ମରିଗଲା। ସେଥିପାଇଁ ତାକୁ ଜଙ୍ଗଲକୁ ଆଣି ଏହି କୂଅ ଭିତରେ ଫିଙ୍ଗି ଦେଇ ଚାଲିଗଲେ। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକର ଚିକିତ୍ସା ପାଇଁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଏମିତି ଘଟଣା ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଉଦ୍ଧାର ହୋଇଥିବା ଯୁବକ କିଏ, ତାଙ୍କ ଘର କେଉଁଠି, ଏସବୁ ଦିଗକୁ ଆଖି ଆଗରେ ରଖି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛି। ଆଉ ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଆପଣଙ୍କୁ କ'ଣ ଲାଗୁଛି ଏ ଯୁବକ ସହିତ କ'ଣ ହୋଇଥାଇପାରେ? କମେଣ୍ଟ କରି ଆପଣଙ୍କ ମତ ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।